ये विश्व चिंतामणि नाम को भजन करी आज्ञा पहुंची जाई प्रभु देवर ये तो गला पुओ तानेश्वर हाँ आ गोटे नरम स्वर हाँ टे नरम की पका हारमोनियम रे जीव अच्छा अच्छा हारमोनियम रे जीव जीव आउ यामारे हे यामा गोटे कौन सेटा यामा ना यामा सेतिरे भी जीव ई पुओ आज्ञा आज्ञा टिके टिके छापे चा पी देबनी मते देखौची गाइबा प्रणाली चिन्नी ना ते हमको ये छेली गोड़े रे कौ दिन धान मळलानी जाले अड़ुआ तोड़ा आइजो कला ये बाबू रे चंदन चर्चित नील कले बर पीत बसन बन से खाइबा कहीं विलंब करुचंती जानछ तांकु भल नागुची से शुणुचंती केला चंदन चर्चित नील कले बर पीत बसन बन चंदन चर्चित नील कले बर पीत बसन बन चंदन चर्चित नील कले बर बाबू केली चलन मणि कुंडल मंडित केली चलन कुंडल मंडित केली चलन मणि कुंडल मंडित केली चलन कुंडल मंडित दंड जुग स्मित सारी चंदन चर्चित नील कले बर पीत बसन बन चंदन चर्चित नील कले बर पंडित मंडली मोर मंडित सभारे चंदन चर्चित ये फटा कंठिया नृसिंह होतार काहीं ऐश्वरे चंदन चर्चित अंगरे तो पल नाई मल आसीब काहू चंदन चर्चित नील कले बर एमिति दिन परा जीव चाहू चाहू चंदन चर्चित नील बच्चा से नहीं को परी देखा गला चंदन चर्चित मो ठारू बड़ बोली लोके कुहंती परा चंदन 4 वर्ष सान टोका किपरि ये देखा जाए चंदन चर्चित नील कले बर एतिकी पखाल खाई सपर मोड़ी मारी होई सुए चंदन चर्चित नील चाहिले सनातन दास किले मांस खाईदब चंदन चर्चित ये काहीं की खाई की सेई रोग को कुणीब चंदन चर्चित नील कले बर ये गायक भाई मझिरे मझिरे मते चाहूची चंदन चर्चित मने मने भाबुची जौन ना अळप खाउची चंदन केमिति ये स्वर आउची कुआडू बोलुची चंदन ये तो बळकु नृसिंह होतार दीटा गीत सरंताणी चंदन चर्चित नील देवर्षि नारद विभु नाम गाई गाई हाँ बेदी रे बसी बाहा हला बेले किए अधीरथ सरळ आइए डाकिले कहिले मा देवज्योति नारद आछंती प्रणाम जो ऋषि आश्रम रे तुमे बड़ हेइछ बाबा तुमे जहा को इह काल पर काल देवता विचार करी
ବାହା ହଉଛ ହଁ ମା ହେଲେ ବାବା 7 ଦିନ ଭିତରେ ତୋ ପାଦରୁ ଅଳତା ଲିଭିଯିବ କାହିଁକି ବାବା ତୋ ହାତରୁ ଶଙ୍ଖା ତୁଟିଯିବ ନାରଦ କହିଲେ ସରଳା ମାଲ ବାବା ଇଏ ଦୁନିଆରେ ନାରୀର ସର୍ବସ୍ୱ କଣ ଗୋଟିଏ ପଦ ଗାୟକ ଶେଖର ଜଗନ୍ନାଥ ବେହେରା ଦେଖ କେମିତି ଲେଖା କହିଲା ନାରୀ ପିନ୍ଧା ଚୁଡ଼ି ନାରୀ ପିନ୍ଧା ଶାଢ଼ୀ ଇଏ ପାଲା ଜଗତକୁ ଏ ସ୍ୱରକୁ ମୁଁ ଆଣିଛି ଆଜ୍ଞା ଆଜ୍ଞା ଆସ ନାରୀ ପିନ୍ଧା ପିନ୍ଧା ନାରୀ ପିନ୍ଧା ଚୁଡ଼ି ନାରୀ ପିନ୍ଧା ଶାଢ଼ୀ ନାରୀ ପିନ୍ଧା ଅଳଙ୍କାର ନାରୀ ପିନ୍ଧା ଅଳଙ୍କାର ନାରୀ ପିନ୍ଧା ଅଳଙ୍କାର ନାରୀ ସ୍ୱାମୀ ଲାଗି ସିନା ସୁନ୍ଦର ଦିଶଇ ନାରୀ ଭାଲରେ ସିନ୍ଦୁର ନାରୀ ଭାଲରେ ସିନ୍ଦୁର ନାରୀ ଭାଲରେ ସିନ୍ଦୁର ନାରୀ ଯୋଉ ଚୁଡ଼ି ପିନ୍ଧୁଛି କାହା ପାଇଁ ସ୍ୱାମୀ ପାଇଁ ସ୍ୱାମୀ ଚାଲିଗଲା ପରେ ଚୁଡ଼ି ଅଛି ଲାଭ ନାହିଁ ଯୋଉ ସିନ୍ଦୁର ପିନ୍ଧୁଛି କାହା ପାଇଁ ସ୍ୱାମୀ ପାଇଁ ଶଙ୍ଖା ପିନ୍ଧୁଛି ସ୍ୱାମୀ ପାଇଁ କେବଳ ବ୍ରାହ୍ମଣ ଘରେ ସେ ନିୟମ ରଖିଛନ୍ତି ଯେ ନାରୀ ବିଧବା ହେବା ପରେ ଆମିଷ ଖାଇବା କଥା ନୁହେଁ ଆଜ୍ଞା ଅନ୍ୟ ସମ୍ପ୍ରଦାୟରେ ଖାଉଛନ୍ତି ଭୁଲ ସ୍ୱାମୀ ଚାଲିଗଲା ପରେ ନାରୀ ହେଇଯାଏ ସନ୍ନ୍ୟାସିନୀ ସ୍ୱାମୀ ଯିବା ପରେ ନାରୀ ବେଶ ହେବ ନାହିଁ ଆଡ଼ମ୍ବର ହେବ ନାହିଁ ଆମିଷ ତାମସିକ ଖାଦ୍ୟ ଖାଇବ ନାହିଁ କେବଳ ଭଗବାନଙ୍କ ପଦାର୍ଥରେ ଆତ୍ମନିବେଦନ କରିବ ବାସ୍ ବାସ୍ ଠିକ କ'ଣ ପୁଅ ବୁଝୁଛୁ ଆଜ୍ଞା ଆଉ କାହା ପାଦ ତଳେ ମୁଣ୍ଡ ନୁଆଇବନି ନା ମୋ କହିବାର ତାତ୍ପର୍ଯ୍ୟ ଯିଏ ସ୍ୱାମୀ ଗଲା ପରେ ଆମର ସ୍ୱାମୀ ତ ସର୍ବସ୍ୱ ହଁ ବା ମୋ ମା ମାନେ ତ ନାହାନ୍ତି କିଏ ଯଦି ଶୁଣୁଥିବେ ଆଜ୍ଞା ସ୍ୱାମୀ ଅକର୍ମଣ୍ୟ ହୁଅନ୍ତୁ ସ୍ୱାମୀ ଛୋଟା ହୁଅନ୍ତୁ କେମ୍ପା ହୁଅନ୍ତୁ କୁଜା ହୁଅନ୍ତୁ ମନେକର ମୁଁ ପାଲା ଗାଉଛି ମୁଁ ଅକର୍ମଣ୍ୟ ହେଇଗଲି ମୋ ସ୍ତ୍ରୀ ଯଦି କହିବ ତ ପଇସା ରୋଜଗାର କରୁନି ମୁଁ ପାଣି ଗ୍ଲାସ ମାଗିଲା ବେଳକୁ ହେ ପାଣି ପାଣି ଦେଇପାରିବିନି ଚା ଟିକେ ଦେଇପାରିବିନି ବହୁ ପରିବାରରେ ସ୍ୱାମୀ ରୋଜଗାରରେ ଅକ୍ଷମ ହେଲା ପରେ ସେଇ ସ୍ୱାମୀ କେତେ କ'ଣ କାମ ପରିବାରକୁ ପୋଷିବ ଯଦି ଭାଗ୍ୟର ବିଡ଼ମ୍ବନା ଅକର୍ମଣ୍ୟ ହେଇଗଲା ତା ପରିବାର ଲୋକ ତାକୁ ଉପେକ୍ଷା କରିବା ଉଚିତ ନା ଉପେକ୍ଷା ହଜାର ଦେବତା ପୂଜିରେ ଯଦି ସ୍ୱାମୀ ଦେବତାକୁ ଅବହେଳା କରିଛ ମୁଁ ବାରମ୍ବାର କହିଛି ଆଜିର ସମାଜରେ ଆଜ୍ଞା ଝିଅ ବୋହୂ ମାନେ ରାତି 4ଟାରୁ ଉଠି ଫୁଲ ଗଦା କରୁଛନ୍ତି ଫଟୋ ପାଖରେ ଫଟୋ ପାଖରେ ହଁ ଫୁଲ ଗଦା କର ମନା ନାହିଁ କିନ୍ତୁ ଚଳନ୍ତି ଦେବତା ଶାଶୁ ଶ୍ୱଶୁରଙ୍କୁ ଠିକ ସମୟରେ ଚା ଟିକେ କରି ଚା ଟିକେ କରିଦିଅ, ହଁ। ତାଙ୍କ କଥା ଟିକେ ଶୁଣ ଶୁଣ ଆରେ ବୟସ୍କ ହେଇଗଲେ ବୁଢ଼ା ବୁଢ଼ୀ ଯଦି ନ ଶୁଭିଲା ତାଙ୍କ ପାଖରେ ଯାଇକି ଦୀପତ କୁହ ଆଜ୍ଞା ଆଜ୍ଞା ତାଙ୍କୁ ଘୃଣା କର ନା ଇଏ ଦୁନିଆରେ ବାପା ମାଙ୍କର ଗୁରୁ ଗୁରୁଜନଙ୍କର ପୂଜ୍ୟ ପୂଜାରେ ଯିଏ ବ୍ୟତିକ୍ରମ କରିଛି ତା ଜୀବନ କାଳ ଭିତରେ କେବେ ହେଲେ ସେ ଶାନ୍ତି ପାଇପାରିବ ନା 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 ମୁଁ କହିଛି ପୁଣି କହୁଛି ଇଏ ବିଶ୍ୱରେ କୋଉ ଧନୀ କୋଉ ଜ୍ଞାନୀ କୋଉ ମାନି ସାର୍ ଛାତିରେ ହାତ ବାଡ଼େଇ କହିଦେବ ତା ବାପା ମା ଋଣ ସୁଝିଦେବ ନା ମଧୁବାବୁ କହିଲେ ପିତା ମାତା ଋଣ ଇଏ କ'ଣ ପଡ଼ିବ ନା ସରସ୍ୱତୀ ପୂଜାରୁ ଗାଉଛି ଆଜ୍ଞା କାରଣ ମୁଁ ପାଲା ପଇସା ବାଣ୍ଟେଇନି ଆଜ୍ଞା ନା ଏଇ ବାଣ୍ଟେଇ ହଁ ଆଜ୍ଞା ମୁଁ ବାଣ୍ଟେ ମୁଁ 125 ଟଙ୍କା ନେବି ଆଉ ୟାଙ୍କର 75 ଆଜ୍ଞା ଆଉ ଟଙ୍କାଟି ୟାଙ୍କର ଏପଟ ସେପଟ ନା ହୋତା ସାରେ କହୁଥିଲେ ଆପଣଙ୍କୁ ଘରେ ନାନୀ ଭଲ ପାଉନାହାନ୍ତି ବୋଲି ଆପଣଙ୍କୁ ଘରେ ହଁ କାଲି କହୁଥିଲେ ସେ କାଳେ ତା କଥାଟା ମୁଁ କହିଦେବି ବୋଲି ସେ ଯୁଗୁରୁ ଆଚ୍ଛା ଆଚ୍ଛା କେଡ଼େ ଚାଲାକ ଥିଲେ ଭାଇ ବୋଉ ହବ ମୁଁ ଆଉ କିଛି କହିପାରୁନି ନା ଭାଇ ବୋଉ ହେଇଯିବେ ପା ହୋତା ଗାଁକୁ ଯିବା ଆମ ଗାଁକୁ ଯିବା ମୋ ଗାଁକୁ ଯିବା କୋଉ ଗାଁ ଲୋକ କୋଉ ଗାୟକକୁ ବେଶୀ ଭଲ ପାଆନ୍ତି ସେଇଠୁ ଆପଣ ଜାଣିବେ ତା ଗାଁରେ ତ କେହି ଭଲ ପାଆନ୍ତିନି ଆଜ୍ଞା ନା ନା ସେ ଆମ କଥାକୁ ମାନେ ତାଙ୍କରି କଥାକୁ ଆମ ଟିକେ ମୋ ସ୍ତ୍ରୀ ମତେ ଭଲ ପାଏନି ତୁ କେମିତି ଜାଣିଲୁ ହଁ ପରା କାଲି କହୁଥିଲେ ସେଇ କଥା ଆମ ସାର୍ କାଲି ଖାଇନାହାନ୍ତି କହିଲେ ଜମା ଘରେ ପୁରେଇ ଦଉନି ସାର୍ କାଲି ଖାଇନାହାନ୍ତି ଇଏ ଯେତେବେଳେ ଯାଉଛି ଘରକୁ ସେ ସାଙ୍ଗେ ସାଙ୍ଗେ ବିଦା କରିଦଉଛି ଯା ଶୀଘ୍ର ପାଲାକୁ ଯା ଗୋଟେ ରାତିରେ 4ଟା ପାଲା ଗାଇ ଗାଇ ତା ଅବସ୍ଥା ଆଜି ଏଇଆ ହଁ ପରା। ଲୋଭି କିଏ
गोटे गाड़ी चुना हो गला ହଁ ବା अवश्य मु भगवान को डाकुची तू सुस्थ हो जा पाला गा ଦାଦି କହିପାରିବେ ସେ ବିଷୟରେ अच्छा दादी ओ बुढ़ा कहया कथा लोक हेले कह केमिति एक्शन करी लोकଙ୍କୁ कहिकिरी भंडेइकिरी पैसा निए आज पाली गोटाक जाक खाली मो देह भल नाही मो अमक ढमक सेमती कहिकिरी गला ହଁ ବା काली प्रथम थाकरे दादी देखैब केमिति छाती फाटी जाइछि कोन करछि सारे तार किछि हेइ मिछेरे इपु ଆଜ୍ଞା ଆଜ୍ଞା ମଧୁବାବୁ କହିଲେ ମଧୁବାବୁ कला पिता माता ऋण